नमस्कार ओम न्यूज 24 को स्वागत करुछि। आसंतु जीवा अजब दुनियार गजब कहानी पर नजर पकेबा पूर्वर कौन रही रहस्यमय शहीद मेमोरियल उच्च प्राथमिक विद्यालय घटी एक घटना रक्षक साजिछि भक्षक पूरा वीडियो पर नजर पके नवा। कौन ये बाहर एटा लेंबू वाला गुआ ना कौन एठी गुणी करी पुता है एठी से नित्य जो पड़िला कौन ए जगह पड़ ए जगह पड़ी कि कौन हला तार ए कौन ए गुटे गुआ वाला आ कौन अछि ता भीतर आ कौन सिबो ओ ये कालेंद्र मूर्ति पके सेट में तक सवार ओहो एमती सब कम युवा कमी कर जड़े कॉलेज अध्यक्ष देख 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 कौन बाहर टे गुआ हाथ चल हाथ माने पूछ दियो बुढ़ाई भगवान कौन 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 इमिति कहूची भगवान गाड़ी बुढ़ा उठाई घर मोबाइल एडी देखंतु प्रिंसिपल आसुचंती मिसेस भी आसुचंती आम 9:30 आसचु गवर्नमेंट चिट्ठी करछि जे 10 रु 4 ये 9:30 रु आसिकी एइभली तांत्रिक करूचंती कॉलेज को गुआ आ लेंबू एपट्रे प्रिंसिपल को मिसेस पुतिचंती तार रेकर्ड आम पाखरे अछि कैमरा रेकर्ड अछि आउ सेपटे प्रिंसिपल निजे बाम साइड रे कि पुतिचंती जे कॉलेज आरपटे तार मध्य प्रमाण आम पाखरे अछि जे कि समस्त स्टाफ माने भी कैमरा रेकर्डिंग सह आज सब देखी ये हूँ इरम कॉलेज प्रिंसिपल आज ये कम कर आज नुह सब बेले भी कर मो ना शरद कुमार जेना लेक्चर इन फिजिक्स शहीद मेमोरियल हायर सेकेंडरी स्कूल इरम कॉलेज रे बोर्डिंग गाड़ी होची पिला मानक भितर नकारात्मक चिंताधारा सृष्टि कौन किए कहीं सृष्टि आज्ञा यहाँ तो आम आगु शुणी आसुलु आमर अध्यक्ष सी भोलानाथ बारिकी से जब अध्यक्ष होकर आसिले से गुड़ी गाड़ी कर कारण आम सब खामखियाली भाव नौलु एबे नगद आमर जड़े स्टाफ ताको देखी सार माने अध्यक्ष मिसेस जी आम होम साइंस अच्छा अटेंडेंट अच्छा सी निजे अध्यक्ष दिने दी पटरे दी जगार से जो लैंप फैम्प कौन पुतुले बोलिकी देखीदे जड़े स्टाफ देखिए आमको आसिक कहले एमती सार कौन पुतुन देखिया आम कहलु कौन पुतुए देखा जाकि सीसीटीवी कैमेरा आम देखिलु एक्चुअली सार पुतुले आउटे मिसेस आम देखिलु आताको खोलिला देखला लेंबू गुआ पैसा सिंदूर फिंदूर सेमती बाहरला ता पूर्व आम क्लासरूम रे ऑफिस घरे आम बहुत समय सफासफी हुए लेंबू गुआ पैसा ये सब बाहर आम सब खामखियाली भाव नौलु एवं कहीं जानी
ସାର୍ ଏଇ ଜିନିଷ କରୁଛନ୍ତି ଆମେ ଆଶ୍ଚର୍ଯ୍ୟ ଲାଗିଲା। ଯୋଉଥିରେ ଗୋଟେ ହେଠି ଗୋଟେ ବାତାବରଣ ଏତେ ଖରାପ ହେଇଯାଇଛି ଆଉ ଆମକୁ ବି ମଧ୍ୟ ଡର ମାଡୁଛି। ଆଉ ଏଇ ଯୋଉ ଖବର ହେଲା ପରେ ଆମର ଯୋଉ ମିଡ଼ିଆ ଭାଇମାନେ ସବୁ ଗଲେ ସାର୍ଙ୍କୁ ପଚରା ପଚରି କଲେ କ'ଣ ପାଇଁ ଆପଣ ଏଇଟା କରୁଥିଲେ, କାରଣ ସାର୍ ଲୁଚେଇ ପାରିଲେନି ଯେହେତୁ ଧରା ପଡ଼ିଯାଇଛନ୍ତି, ଏଇ CCTV କ୍ୟାମେରା ଧରେଇ ଦେଇଛି। ସାର୍ କହିଲେ ଯେ ଏଇଟା ମୁଁ ଗୋଟେ ଟ୍ରାନ୍ସଫର କରିବା ପାଇଁ ନିଜକୁ ଅନ୍ୟ ଜାଗାକୁ ଟ୍ରାନ୍ସଫର କରିବା ପାଇଁ ଏଇଟା କରୁଥିଲି। କିନ୍ତୁ ଟ୍ରାନ୍ସଫର ତ ସେମିତି ହୁଏନି, ଟ୍ରାନ୍ସଫର ତ ଆରାମସେ ହେବ ଯେତେବେଳେ DHS ବା ଗଭର୍ଣ୍ଣମେଣ୍ଟ ଲେଭେଲରେ ଲାଗିଲେ। ପିଲାମାନଙ୍କ ଭିତରେ ଗୋଟେ ନକାରାତ୍ମକ ଚିନ୍ତାଧାରା ନିଶ୍ଚୟ ନିଶ୍ଚୟ ପିଲାମାନେ ସେଇଦିନ ଘଟଣା ପରଦିନ ଆମର ଯେଉଁ ଡାଟା ଏଣ୍ଟ୍ରି ଅପରେଟର ଯିଏ ନିତ୍ୟାନନ୍ଦ ବିଶାଳ ସିଏ ବି ସେଇ ଜାଗା ପରେ ପୂର୍ବ ଦିନ ଏମିତି ଖାମଖିଆଲି ହେଇ ନେଇକି ପରିଶ୍ରମ କରିଦେଇଥିଲେ ସେ ଜାଗା ପରେ। ତା ପରଦିନ ସେ ତାଙ୍କ ଉପରେ କ'ଣ ଗୋଟେ ହେଲା, ତାଙ୍କ ତଣ୍ଟି କିଏ ଚିପିକି ଦେଲା ଭଳିଆ ଗାଡ଼ିରୁ ଗଡ଼ି ପଡ଼ିଲେ ସେ ଜାଗା ପରେ, ଯାହାଫଳରେ ସବୁ ସେ ଏରିଆରେ ଯେତେ ଷ୍ଟାଫ୍ ଏବଂ ପିଲାମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଗୋଟେ ସୃଷ୍ଟି ହେଇଯାଇଛି। ଆଉ କାହିଁକି ଏମିତି ଗୁଣିଗାରେଡ଼ି କରୁଛନ୍ତି ସାର୍ ଆମେ ତ ବୁଝିପାରୁନୁ। ଯଦି ସେ ଟ୍ରାନ୍ସଫର ପାଇଁ କରିଥାନ୍ତି ତାହେଲେ ତ ଏମିତି ହେବା କଥା ନୁହେଁ, ଷ୍ଟାଫ୍ ମରିଯିବା ପରେ ହେଇଥିଲା। ଆଉ ଏମିତି ଆମେ ଚିନ୍ତାଧାରା କରିକି ଆମେ ସବ୍ କଲେକ୍ଟରକୁ ଏ ବିଷୟରେ ଜଣାଇବା କଥା, ଆମେ ଯେହେତୁ ଆମର ପ୍ରେସିଡେଣ୍ଟ ସେ ଆମେ ଜଣାଇବା କଥା, କିନ୍ତୁ ଜଣେଇନା ଏପର୍ଯ୍ୟନ୍ତ। ଆଉ ମୁଁ ସୁରେନ୍ଦ୍ର ପ୍ରସାଦ ବେଜ। ଯୋଉ ସ୍କୁଲ କଲେଜ ମାନଙ୍କରେ ଯୋଉ ଗୁଣିଗାରେଡ଼ି ଆପଣ କିଭଳି ଦେଖୁଛନ୍ତି, ଆଉ ପିଲାଙ୍କ ଭିତରେ କି ପ୍ରକାର ପ୍ରଭାବ ପଡ଼ିବ, ସମାଜରେ କି ପ୍ରଭାବ ପଡ଼ିବ? ନାଇଁ, ଏଟା ତ ବହୁତ ଖରାପ କଥା। ଆମେ ଶିକ୍ଷାରେ ଗୁଣିଗାରେଡ଼ିକୁ ଆମେ କୁସଂସ୍କାର ବୋଲିକି ଆମେ ମାନିଛୁ, ଏବଂ ସେ କୁସଂସ୍କାରକୁ ଦୂରେଇ କରିବା ପାଇଁ ମାନେ ବିଗତ ସରକାର, ବର୍ତ୍ତମାନ ସରକାର ମାନେ ସାମାଜିକ ସ୍ତରରେ ସବୁ ଶିକ୍ଷା ସ୍ତରରେ ମାନେ ୟାର ମାନେ ମୂଳୋତ୍ପାଦନ ପାଇଁ ଲାଗିଛି। ଇଏ ଯେଉଁ ଶିକ୍ଷା ବିଭାଗରେ ଯେଉଁ ଇଏ ଯେଉଁ କାର୍ଯ୍ୟକ୍ରମ, ଏହାଟା ନିନ୍ଦନୀୟ କଥା। ଏ ପିଲାଙ୍କ ପ୍ରତି ହେଉଛି ନିଶ୍ଚିତ ଭାବରେ ଗୋଟେ କୁପ୍ରଭାବ ପକାଇବ। ପିଲାଙ୍କର ଯେଉଁ ମାନସିକ ଚାପ ପଡ଼ିବ, ପିଲାମାନେ ପାଠ ଠିକ୍ ଭାବରେ ପଢ଼ିପାରିବେ ନାହିଁ। ସବୁ ପ୍ରକାର ସେଇ ମାନେ କେବଳ ମନଟା ତାଙ୍କର ସେଇ ପ୍ରକାର ରହିବ। ସାଇକୋଲୋଜିକାଲି ନିଶ୍ଚିତ ଭାବରେ ଏ ଗୋଟେ ମାନେ ବିରାଟ ଏକ ପ୍ରଭାବ ପକାଇବ। କାହିଁକି ନା ଆମେ କୁସଂସ୍କାରକୁ ମାନେ ଏଇ ଯେଉଁ ଗୁଣିଗାରେଡ଼ିକୁ ଆମେ ଗୋଟେ କୁସଂସ୍କାର ବା ଗୋଟେ ମାନେ ଆମେ ନେଗେଟିଭ କଥା ଆମେ ଜାଣିଛୁ। ତେଣୁ ତାକୁ ଶିକ୍ଷା ଆୟତନ ଭିତରେ ବା ଶିକ୍ଷା ବିଭାଗରେ ଏଟା ହବାଟା ଠିକ୍ ନୁହେଁ। ମୋ ନାଁ ନିତ୍ୟାନନ୍ଦ ବିଶ୍ୱାଳ, ମୁଁ ଶହୀଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇରାମର ଡାଟା ଏଣ୍ଟ୍ରି ଅପରେଟର। କ'ଣ ହେଇଥିଲା ସେଦିନ? ଆପଣଙ୍କ ପ୍ରିନ୍ସିପାଲ ଆପଣଙ୍କୁ ଗୁଣିଗାରେଡ଼ି କରିଥିଲେ, ଆପଣ ସେଦିନ ପୁରା ଗୁରୁତର ଅବସ୍ଥା, ଛାଟି ତଳେ ପଡ଼ିକି ଛାଟି ପିଟି ହେଉଥିଲେ, କ'ଣ ହେଇଥିଲା? ସେ ତ ଛାଟି ପିଟି ହେଉଥିଲି, ମୁଁ ଅବଶ୍ୟ ସେଇଟା ତ ଜାଣିନାହିଁ କ'ଣ ହେଉଥିଲି। ଆଉ କିନ୍ତୁ ଅନ୍ୟ ଷ୍ଟାଫ୍ ମାନେ କ'ଣ ଭିଡ଼ିଓ କରିକି ରଖିଥିଲେ। ମୁଁ ବହୁତ ସେ କ'ଣ ସେଇଠି ସାର୍ ପୁତିଥିଲେ, ସେଇଟା ଯେଉଁ ମୁଁ ସେଇଠି ପରିସ୍ରା କରିଦେଇଥିଲି। ତ ସେଇଟା ମୁଁ ତା ପରଦିନ ସେଇ ଜାଗାରେ ଛୁଟିରେ ବି ଥିଲି, ସେଇ ଜାଗାରେ ଆସିକି ପଡ଼ିଗଲି। ଆଉ ଜାଣିପାରିଲିନି କିଛି। କ'ଣ ପୁତିଥିଲେ? କ'ଣ ଲେମ୍ବୁ ଗୋଟା ଗୁଆ ଏସବୁ କ'ଣ ପୁତିଥିଲେ? କ'ଣ ପାଇଁ ପୁତିଥିଲେ? ମୁଁ ସେଇଟା ଜାଣିନି କ'ଣ ପାଇଁ ପୁତିଥିଲେ। ମୁଁ କ'ଣ ଭାବିବି, ଯିଏ କରିବ ଲୋକ ସେଇ ତାଙ୍କର ଜାଣିଥିବେ କ'ଣ କରିଥିବେ, କିନ୍ତୁ ମୁଁ ତ ପଡ଼ିଗଲି। ପ୍ରିନ୍ସିପାଲଙ୍କର ଆପଣଙ୍କର ପଡ଼େ ନା? ହଁ, ଭଲ। ଏମିତି କେବଳ ଆପଣ ହେଇଛନ୍ତି ନା ଆପଣଙ୍କ କଲେଜ ଛୁଆ କିମ୍ବା ଷ୍ଟାଫ୍ ଏଇଭଳିଆ ହେଇଛନ୍ତି? ନାଇଁ, ସେଇଟା ତ ମୁଁ କହିପାରିବିନି। ସେଇଟା ମୋ ଉପରେ ତ ମୁଁ ଛୁଟିରେ ଥିଲି, ସେଦିନ ଛୁଟିରେ ଥିଲି। ମୁଁ ହଠାତ୍ ମୋ ମିସେସ୍ଙ୍କୁ ଛାଡ଼ିବାକୁ ଯାଇଥିଲି। ମୋତେ ସଡନ୍ ଏ କଲେଜକୁ ମାନେ ଘୋଷାରି ଆଣି ସେଇ ଜାଗାରେ ଯେଉଁଠି ପରିସ୍ରା କରିଥିଲି, ଯେଉଁ ଜାଗାରେ ସେ ପୁତିଥିଲେ, ସେଇ ଜାଗାରେ ମୁଁ ପଡ଼ିଗଲି। ପରିଚୟ ତ ମୁଁ ନିଜେ ଭୋଳାନାଥ ବାରିକ ନା। କ'ଣ ଅଛନ୍ତି? ହଁ, କ'ଣ ଅଛନ୍ତି ଏଇଠି?
ଅଧ୍ୟାପକ ଅଛି ପରା ଆପଣ ଜାଣୁଛନ୍ତି ଆମେ କଥା ହେଉଛୁ ପୁଣି ପଚାରୁଛନ୍ତି କ'ଣ ଅଛନ୍ତି ହଁ ସାର୍ ଏଠି ଆପଣ ହେଉଛି କଲେଜର କିଛି ଗୁଣି ଗାରେଡ଼ି କରିକି ଗୁଆ ଫୁଲ ଲେମ୍ବୁ ପୋତୁଥିଲେ ଏଇଟା ଯିଏକି କିଛି ଅନୁଷ୍ଠାନ କି କିଛି ଆଫେକ୍ଟ କରୁଛି ବୋଲିକି ଅନ୍ୟମାନେ ଅଭିଯୋଗ କରୁଛନ୍ତି କ'ଣ କହିବେ ଭୁଲ କଥା ସାର୍ ଏଇଟା ଭୁଲ କଥା ତେଣୁ ଇଏ ପୁରା ଆମର ତର୍ଜମା ହେଇଛି ଷ୍ଟାଫ୍ ମିଟିଂ ହେଇଛି କଥା ଆମେ ହେଇଛୁ ସେ ଚାପ୍ଟର ଓଭର ହେଇଯାଇଛି ତେଣୁ ଆଉ କିଛି ମୋର କହିବାର ନାହିଁ କ'ଣ ସାର୍ ହେଇଛି କ'ଣ ଚାପ୍ଟର ସେଇ ପୁରା ପୁତିବା କଥା ଯେଉଁ ପଚାରୁଛନ୍ତି ଆପଣ ସେଇ କଥା ପରେ ଆଲୋଚନା ହେଇଛି ଆଲୋଚନା ହେଇକି ସେଇଟା ତାର ତଥ୍ୟ କିଛି ସିଦ୍ଧାନ୍ତ ହେଇନାହିଁ କେଉଁଠୁ ପୁତିଲା ନା 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 ସେସବୁ ଭୁଲ କିଛି ଶିକ୍ଷକ ଆଫେକ୍ଟ ହେଇଛି ଆପଣ ଗୁଣିଗାରେଡ଼ି ଗଲା ପରେ କେଉଁ ଶିକ୍ଷକ ଏଫେକ୍ଟ ହେଇଛି କର୍ମଚାରୀ ଆପଣଙ୍କର ଏଫେକ୍ଟ ଯେତେବେଳେ ଗଡ଼ୁଥିବାର ହଉଛି ଆପଣ ଷ୍ଟାଫ୍ ଆପଣଙ୍କ ଇଏରେ ନା ନା ସେସବୁ ଭୁଲ କଥା ଆପଣଙ୍କ ନାଁରେ ଅଭିଯୋଗ କରୁଛନ୍ତି ନା ନା କିଏ କ'ଣ ଅଭିଯୋଗ କରିବି ମୁଁ ଆଉ କେମିତି ଜାଣିବି ଭିତ୍ତିହୀନ ଅଭିଯୋଗ କଲେଜରେ ଏତେ ଗୁଡ଼ିଏ ଷ୍ଟାଫ୍ କାହା ନାଁରେ ଅଭିଯୋଗ ନ କରି ଆପଣଙ୍କ ନାଁରେ କ'ଣ ପାଇଁ ଅଭିଯୋଗ କଲେ ସେ କଥା ମୁଁ ଆଉ କେମିତି ଜାଣିବି କାହିଁ ଆପଣ କ'ଣ ପାଇଁ ପୁତୁଥିଲେ ନାଇଁ ନାଇଁ ପୁତା ତ ହେଇନି ମୁଁ ମନା କରୁଛି ପୁଣି ଆମ ବାରମ୍ବାର ଏବେ କହୁଛନ୍ତି ଆରେ ସେଠି ଦେଖା ହେଲା ଖୋଳୁଥିଲି ଖୋଳିଲି ମୋର ରଖିଦେଲି ଏଇ ତ କଥା କ'ଣ ଖୋଲୁଥିଲେ ଆରେ ସେଇଠି ମୋତେ ଦେଖା ହେଲା ଯେତେବେଳେ କ'ଣ ଟାଇଟିଲ୍ ଲେମ୍ବୁଟା ପରିଚୟ କରିଛି ମୁଁ ଦେଖିନେଲି ଆଉ ତାର ପଡ଼ିଛି ମୁଁ ଛାଡ଼ିଦେଇ ପଳେଇ ଆଇଲା ଆଉ ହଁ ଖାଲି ଲେମ୍ବୁ ନା ମୁଁ ଆଉ କିଛି ଦେଖିନେଇ ଗଲି ପରେ କ'ଣ କିଏ ପାଇଥିବ କ'ଣ କରୁଥିବ ମୁଁ ଆଉ ଜାଣିନି